ଦେଖନ୍ତୁ ଅଯୋଧ୍ୟାରେ ଆଜି ରାମଙ୍କର ପ୍ରତିଷ୍ଠା ହଉଛି। ବିଗ୍ରହ ଆପଣଙ୍କର ରାମଲାଲାଙ୍କର ବିଗ୍ରହ ପ୍ରତିଷ୍ଠା ହଉଛି। ଆଉ ସମଗ୍ର ଭାରତ ବର୍ଷରେ ସେଇ ଉଦ୍ଦେଶ୍ୟରେ ଆଜି ଆମେ ପୁଣି ଆଉଥରେ ଆମର ବର୍ଷରେ ଦୁଇଥର ଆମେ ଦୀପାବଳି ପ୍ରତ୍ୟେକ ଜାଗାରେ ଆମେ ପାଳନ କରୁଛୁ। କାରଣ ଆପଣଙ୍କର ଭାରତ ବର୍ଷ ଏମିତି ଜାଗା ନାହିଁ ଯୋଉ ଜାଗାରେ ଆଜି ଦୀପାବଳି ହଉନି। এইଥିପାଇଁ ହଉଛି ଯେ ଭଗବାନ ରାମଚନ୍ଦ୍ର ପୁଣି ଆଉଥରେ 500 ବର୍ଷ ପୂର୍ବରୁ ଯୋଉ ଭଗବାନ ରାମଚନ୍ଦ୍ର ଥିଲେ ଆଉଥରେ ପୁଣି ବିରାଜମାନ କରୁଛନ୍ତି ଅଯୋଧ୍ୟାରେ ଏବଂ ଅଯୋଧ୍ୟାରେ ରହି ସମଗ୍ର ଭାରତ ବର୍ଷକୁ ସେ ତାଙ୍କର ଇଚ୍ଛା ଅନୁସାରେ ପୁଣି ରାମ ରାଜ୍ୟ ସ୍ଥାପନା କରିବେ। ଏଠାରେ ସମସ୍ତ ହିନ୍ଦୁସ୍ଥାନୀ ବା ସନାତନୀ ମାନେ ଆପଣଙ୍କର ଚିନ୍ତା କରୁଛନ୍ତି। ତେଣୁ ଯେହେତୁ ଆଜି ସେ ବିରାଜମାନ ହଉଛନ୍ତି ସେଇ ଉଦ୍ଦେଶ୍ୟରେ ଭାରତର ସମଗ୍ର ହିନ୍ଦୁ ପ୍ରେମୀ ସନାତନୀ ପ୍ରେମୀ ମାନେ ଆଜି ଦୀପାବଳି ଆନନ୍ଦ ଉଲ୍ଲାସରେ ମାନୁଛନ୍ତି। କାରଣ ଆଜି ହଉଛି ଗୋଟେ ଐତିହାସିକ ଦିନ। এটা ସ୍ୱର୍ଣ୍ଣ ଅକ୍ଷରେ ଲିପିବଦ୍ଧ ହୋଇଛି ଯେ ଭାରତ ବର୍ଷରେ ଦୁଇଥର ଦୀପାବଳି ମାନିବା ଏତେ ସହଜ କଥା ନାହିଁ। এটা ସମ୍ପୂର୍ଣ୍ଣ ଭାବରେ ଭଗବାନ ରାମ ଯେହେତୁ ଆଉଥରେ ବିରାଜମାନ ହଉଛନ୍ତି ଭାରତ ବର୍ଷରେ ସେ ପାଇଁ ସମଗ୍ର ଭାରତ ବର୍ଷରେ ଆଜି ଦୀପାବଳିର ମାହୋଲ ସୃଷ୍ଟି ହେଇଛି। ନିଶ୍ଚିତ ଆମେ ପୂର୍ବରୁ ଯାହା ଚିନ୍ତା କରୁଥିଲି କଳ୍ପନା କରିଥିଲି ଏବଂ ଶୁଣୁଥିଲି ଆମ ପୂର୍ବପୁରୁଷରୁ ଯେ ରାମ ରାଜ୍ୟ ଥିଲା ଭଗବାନ ରାମଙ୍କ ରାଜ୍ୟରେ କେହି ଦୁଃଖୀ ନଥିଲେ। ଆଉଥରେ ଅନୁମାନ କରାଯାଏ ଯେ ଆଜି ପାଖରୁ ପୁଣି ରାମ ରାଜ୍ୟ ସ୍ଥାପିତ ହେବ ଏବଂ ପ୍ରତ୍ୟେକ ଜନସାଧାରଣ ଆବାଳ ବୁଦ୍ଧ ବନିତା ଭାରତ ବର୍ଷର ସମସ୍ତେ ସୁଖ ସମୃଦ୍ଧି ଶକ୍ତିଶାଳୀ ହୋଇ ରହିବେ ଏବଂ ରାମଙ୍କର ପ୍ରତ୍ୟେକ ଲୋକଙ୍କ ଆଶୀର୍ବାଦ ରହିବ। ଆଜି ଯାହା ଅବଲୋକନ କରାଯାଉଛି କାରଣ ପ୍ରତ୍ୟେକ ହିନ୍ଦୁ ଜାତି ବର୍ଣ୍ଣ ଦଳ ନିର୍ବିଶେଷରେ ସମର୍ପିତ ମନୋଭାବରେ ଆଜି ପ୍ରତ୍ୟେକ ଜାଗାରେ ଯୋଉ ଆପଣଙ୍କର ଶୋଭାଯାତ୍ରା ଚାଲିଛି ସେଇଠୁ ଅନୁମାନ କରାଯାଉଛି ଯେ ନିଶ୍ଚିତ ଭାବରେ ରାମ ରାଜ୍ୟ ପୁଣି ଆଉଥରେ ସ୍ଥାପନା ହେବ।